ମହିଳା ଆଜ୍ଞା ମତେ ଧଇଲେ ମୁଁ ବୋଧେ ଯୋଗ୍ୟ ଆଜ୍ଞା ପଛରୁ କାହିଁ ଡାକିଲେ ଆପଣଙ୍କ ପରିଚୟଟା ମୋ ପରିଚୟ ମୁଁ ମୋ ସଖାକୁ ପରିଚୟ ମାଗିବି ଆମେ ଦି ଭାଇ ହେଇ ଯାଇଛୁ ମୁଁ ଜାଣିଛି ମୁଁ ତ ପାଳ ଭୂତ ଭଳିଆ ଦେଖାଉଛି ମୋ ପରିଚୟ କିଏ ମାଗିବ ସଖା ଆପଣଙ୍କ ପରିଚୟ ଆପଣ ଦେଇଛନ୍ତି ନ ଦେଇପାରେ ମୁଁ ଦେଇଦେବି ଆରେ ତମେ ମୋ ସଖାଟି ମୁଁ ସେ ଯୁଦ୍ଧ କଲା କତରୁ ମୋ ବାହା ନ ଯିବା ମନେ ନାହିଁ ହଉ ଠିକ ଅଛି ଦ୍ୱାରିକା ଅଧିପତି ରାଜା କୃଷ୍ଣଚନ୍ଦ୍ରଙ୍କର ପୁତ୍ର ଶାମ୍ବ କୁମାର ହଁ ନାମ ଶାମ୍ବ କୁମାର ଆଉ ଆପଣଙ୍କ ପରିଚୟ ମୋ ପରିଚୟ ପାତାଳପୁରର ସମ୍ରାଟଙ୍କ ପୁତ୍ରୀ ମୁଁ ନାମ ମୋର ଆରେ ସଖା ଆମେ ଯାହାକୁ ଶାମୁକା ବୋଲି ଭାବୁଥିଲେ ହୀରା ହୀରା କଣ ମୁଁ ଠାରୁ ଆହୁରି ଭଲ ଆପଣଙ୍କ ପାଖକୁ ଆମେ ଆସିଛୁ ପାତାଳପୁରକୁ ଆପଣ ଗଲେ ସେଠି ଯଜ୍ଞ କ୍ଷେତ୍ର ଆରମ୍ଭ ହବ ପିତା ଜାଣିଲେ ପିତା ଭଲ ଜାଣିବେ ପିତା ଆସି ଆଗରୁ ହିରୋ ସହିତ ହିରୋ ନେଇଯିବ ମୁଁ ଆସି ପିତାଙ୍କୁ ଦୁଇ ନେଇଗଲା ଝିଅ ଶୁଣ ବାବା ଏହି ମୋର ଦ୍ୱାରା କରିବା ସେଇ ଦ୍ୱାରିକା ରାଜ୍ୟରେ ଚାଲ ପଳ ପଳ ଆଉ ଡେରି ବିଳମ୍ବ ବର୍ଷା ପଳେଇ ଅଛି ଚାଲ ତମ ବାଟ ଘରେ କାଦ ହେଇଯିବ କାଦ ଗୁଡରେ ଯାଇପାରିବେନି ଏ ଦୃଷ୍ଟିହୀନ ଦୃଷ୍ଟିହୀନ ରେ ଦେଖିଲୁ ଦି ଭାଇ ସାଙ୍ଗ ହେଇକି ଆଇନୁ ହଁ ସାଙ୍ଗ ହେଇ ଯୁଦ୍ଧ କଲୁ ଯେମିତି 500 ମେସିନ ପାଇଲା 750 ନେଇ ପଳେଇଲୁ ମେସିନ ବି ନାହିଁ ଯାଉ ମିଶିନି ହିଲେ ଲୋକଟା ତୁ ଆଉ ସିଏ କନେ କନେ ମୁଁ ଏଇ ବୁଢୀରୁ ଗୋଟେ ନେଇକି ପଳେଇଲି ଆସିଲୁଣି ଏତେ ସମୟ ହେଲାଣି ହଁ କୋଉଠି ସେ ବୁଢୀ ବୁଢୀ ପଠେଇ ମୋ ଦେଖନି ସେ ବୁଢୀ ଅନାନି ଅନେକ ଅନେ ମତେ ଯେମିତି ଭାବୁଛି ଆଜି ଭତ୍ତା ପାଇଲା କି ନା ଶୁଣୁ ହିରୋଳିଆ ଲୋକଟା ଆଉ ସେ ଡାଳେ ଡାଳେ କନେ ମୁଁ କୋଉଟାରେ ଯିବି ନା ତୁ କୋଉଟାରେ ଯିବୁ ପତ୍ରେ ପତ୍ରେ ଯିବି ପତ୍ରେ ପତ୍ରେ ଯିବୁ ହଁ ସିଏ ପତ୍ରେ ପତ୍ରେ ଯିବ ସିଏ ଯଦି ପତ୍ରେ ପତ୍ରେ ଗଲା ମୁଁ ସିରେ ସିରେ ଯିବି ଆଚ୍ଛା ସିଏ ଯଦି ଗଲା ସିରେ ସିରେ ସିଏ ଯଦି ସିରେ ସିରେ ଗଲା ମୁଁ ପାତାଳ ଭିତରକୁ ପଶିଯିବି ମରିବୁ ସେଠି ଧାରାବତୀ ଖରା ସବୁ ଛୁଆ ସୃଷ୍ଟି ହବ ବସିଯାଇ ଶୁକୁଲା ପାଇଁ କଣ ଗୀତ ଗାଇବି ଜାଣିଛୁ କଣ ଗାଇବୁ ଡବା ଡବା ତାର ତଳେ ଘୋଡ଼ାକୁ ଦବା ଯିବା ଟିକେ ଟିକେ ଘଷି ଦବା ଡବା ଡବା ତାର ତଳେ ଘୋଡ଼ାକୁ ଦବା ଯିବା ଟିକେ ଟିକେ ଘଷି ଦବା ମୁଁ ଦାନ୍ତର ଘଷି ତୁ ଗାଣ୍ଡର ବଜାର ସମସ୍ୟା ବଜା ମୁଁ ଗନି ଯାଇନି ବଜା